ଏବେ ଯେହେତୁ ପଣସ କଠାର ସିଜନ୍ ଚାଲିଛି ମୁଁ ଭାବିଲି ପଣସ କଠାରେ କିଛି ଗୋଟେ ଡିଫରେଣ୍ଟ ବନେଇବି। ସବୁବେଳେ ତ ତରକାରୀ ପଣସ ପିଠଉ ଏଇସବୁ ଖାଇ ଖାଇକି ବୋରିଂ ଲାଗିଲାଣି, ତେଣୁକରି ପଣସ କଠାରେ କିଛି ଗୋଟେ ଡିଫରେଣ୍ଟ ଆଜି ବନେଇବା। ତ କଠା କାଟିବା କେତେ କଷ୍ଟ ସେଇଟା ଆପଣମାନେ ସମସ୍ତେ ଜାଣିଥିବେ, କିନ୍ତୁ ଯାହା ହଉ ଫାଇନାଲି ମୁଁ କଠାଟିକୁ କାଟିଦେଲି। ତ ଆପଣମାନେ ଗେସ୍ କରନ୍ତୁ ମୁଁ ଆଜି କ'ଣ ବନେଇବାକୁ ଯାଉଛି ପଣସ କଠାରେ। ତ ପ୍ରଥମେ କଠାକୁ କାଟି ଭଲ ଭାବରେ ଧୋଇଧାଇ ରଖିଦିଅନ୍ତୁ। ତାପରେ ଅଦା ରସୁଣ ତାକୁ ଗୋଟେ ଫାଇନ୍ ପେଷ୍ଟ କରିଦିଅନ୍ତୁ। ତାପରେ କଡ଼େଇରେ ତେଲ ଗରମ କରି କଟା ପିଆଜକୁ ଭଲ ଭାବରେ ଫ୍ରାଏ କରି ନିଅନ୍ତୁ। ଏବେ ପଣସ କଠାରେ ଅଦା ରସୁଣର ପେଷ୍ଟ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଆଉ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କଶ୍ମୀରୀ ରେଡ୍ ଚିଲି ପାଉଡ଼ର, ବିରିୟାନୀ ମସାଲା, କଞ୍ଚା ଲଙ୍କା, ଧନିଆ ପତ୍ର, ପୁଦିନା ପତ୍ର, ଫାଳେ ଲେମ୍ବୁର ରସ, ଦହି ଆକୁ ପକାଇ ଭଲ ଭାବରେ ମ୍ୟାରିନେଟ୍ କରିଦିଅନ୍ତୁ। ତ ଏବେ ଜାଣିପାରୁଥିବେ ମୁଁ କ'ଣ ବନେଇବା ପାଇଁ ଯାଉଛି। ହଁ, ମୁଁ ଆଜି ପଣସ କଠାରେ ବିରିୟାନୀ ବନେଇବା ପାଇଁ ଯାଉଛି। ତ ଏସବୁକୁ ଭଲ ଭାବେ ମ୍ୟାରିନେଟ୍ କରି ସେଥିରେ ଭଜା ହୋଇ ରହିଥିବା ପିଆଜକୁ ପକାଇକି ଭଲ ଭାବରେ ମ୍ୟାରିନେଟ୍ କରି ରଖିଦିଅନ୍ତୁ। ପଣସ କଠା ମ୍ୟାରିନେଟ୍ ହେବା ଭିତରେ ଆମେ ବର୍ତ୍ତମାନ ରାଇସ୍ର ପ୍ରିପେୟାର କରିନେବା। ତ ପାଣି ଗରମ ହେଲା ପରେ ସେଥିରେ ଗୋଟା ମସଲା, ଲୁଣ, ଅଳ୍ପ ତେଲ ପକାଇ ତାପରେ ପାଣି ଫୁଟିଗଲେ ସେଥିରେ ଚାଉଳ ପକାଇଦେବେ, କିଛି ସମୟ ଛାଡ଼ିନେବେ। ତାପରେ କଡ଼େଇରେ ତେଲ ଗରମ କରି ମ୍ୟାରିନେଟ୍ ହୋଇ ରହିଥିବା ପଣସ କଠାକୁ ପକାଇ କିଛି ସମୟ ତାକୁ ଟିକେ କୁକ୍ କରିନେବେ। କିଛି ସମୟ ମତଲବ 5 ମିନିଟ୍ ଖଣ୍ଡେ କୁକ୍ କରିନେବେ। ତାପରେ ଦେଖନ୍ତୁ ଏପଟରେ ଆମର ରାଇସ୍ ହେଇଗଲାଣି, ଆଉ ଏପଟରେ ଏଇଟା ବି ହାଫ୍ କୁକ୍ ବି ହେଇଗଲାଣି। ବର୍ତ୍ତମାନ ରାଇସ୍କୁ ଛାଣି ଆମେ ପଣସ କଠାରେ ଉପରେ ଗୋଟେ ଲେୟାର ଦେଇଦେବା। ଦେଖନ୍ତୁ ଏଭଳି ଭାବରେ ତାକୁ ଦେଇଦେବେ। ତା ଉପରେ କଟା ହୋଇ ରହିଥିବା ଧନିଆ ପତ୍ର, ଭଜା ହୋଇ ରହିଥିବା ପିଆଜ, ଗୋଟେ ଚାମଚ ଘିଅ ଆଉ ଗୋଟେ ଚାମଚ କେୱଡ଼ା ୱାଟର ଦେଇକି ତାକୁ 10 ମିନିଟ୍ ପାଇଁ ଦମ୍ ଦେବା ପାଇଁ ଛାଡ଼ିଦେବେ। ଏବେ ରେଡ଼ି ହୋଇଗଲା ଆମର ପଣସ କଠାରେ ବିରିୟାନୀ।